ଭଲ କର୍ମ କରିବା ପରେ ମଧ୍ୟ ଲୋକମାନେ ଆପଣଙ୍କର ଖରାପ କର୍ମରେ ହିଁ ମନେ ରଖିବେ। ଏଥିପାଇଁ ଲୋକ କ'ଣ କହିବେ ଏଥିରେ ଧ୍ୟାନ ଦିଅନ୍ତୁ ନାହିଁ। କେବଳ ଆପଣଙ୍କର କାମ କରନ୍ତୁ। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଚ୍ୟାନେଲକୁ ସ୍ୱାଗତ। ଆଜିର ଏହି ଜ୍ୟୋତିଷ କାର୍ଯ୍ୟକ୍ରମ ସମସ୍ତ ଧନୁରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଖାସ୍ ରହିଅଛି। କାହିଁକି ନା ବର୍ଷ 2026ର 11 ମାର୍ଚ୍ଚ ପରଠାରୁ ମାନେ ହୋଲିର ତୁରନ୍ତ ପରେ ଏମାନଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆସିବା ପାଇଁ ଯାଉଅଛି। ଏମାନଙ୍କର ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଅଛି। ଏମାନଙ୍କର ଜୀବନରେ ଏମିତି କିଛି ଘଟଣା ଘଟିବାକୁ ଯାଉଅଛି ଯାହା ଏମାନେ ପୂର୍ବରୁ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିବେ। ଅନେକ ଦିଗରୁ ଏମାନଙ୍କ ପାଖକୁ ଖୁସି ଖବର ମିଳିବା ପାଇଁ ଯାଉଅଛି। ତେବେ ଏହି 11 ମାର୍ଚ୍ଚ ପରଠାରୁ ଏମାନଙ୍କର ଜୀବନରେ କ'ଣ ପରିବର୍ତ୍ତନ ଆସିବ, ଏମାନଙ୍କୁ କେଉଁ ଖୁସି ଖବର ପ୍ରାପ୍ତି ହେବାକୁ ଯାଉଅଛି, ବିସ୍ତାର ଭାବରେ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। ଦେଖନ୍ତୁ, 11 ମାର୍ଚ୍ଚ ଠାରୁ ଦେବତାମାନଙ୍କର ଗୁରୁ ଦେବଗୁରୁ ବୃହସ୍ପତି ତାଙ୍କର ବକ୍ରି ଚଳନରୁ ମାର୍ଗୀ ଚଳନ କରିବା ପାଇଁ ଯାଉଛନ୍ତି। ଏହା ସହିତ ଜୁନ୍ ମାସ ଠାରୁ ଦେବଗୁରୁ ବୃହସ୍ପତି ତାଙ୍କର ଉଚ୍ଚ ରାଶିକୁ ଚଳନ କରିବେ ଏବଂ ଉଚ୍ଚସ୍ଥ ହେବେ। ମାନେ ପୁରା 12 ବର୍ଷ ପରେ ଦେବଗୁରୁ ବୃହସ୍ପତି ଉଚ୍ଚସ୍ଥ ହେବାକୁ ଯାଉଛନ୍ତି, ଯିଏକି ଆପଣଙ୍କ ରାଶିର ଅଧିପତି ଅଟନ୍ତି ଏବଂ ଆପଣଙ୍କୁ ଉଚ୍ଚ ଫଳ ପ୍ରଦାନ କରିବେ। ତେବେ ଏହି 11 ମାର୍ଚ୍ଚ ପରଠାରୁ ଆପଣମାନଙ୍କର ଜୀବନରେ କ'ଣ ବଡ଼ ପରିବର୍ତ୍ତନ ଆସିବ, ଆପଣଙ୍କୁ କେଉଁ ସବୁ କ୍ଷେତ୍ରରେ ଲାଭ ପ୍ରାପ୍ତି ହେବାକୁ ଯାଉଅଛି, ଆସନ୍ତୁ ଜାଣିବା। ଏହି କାର୍ଯ୍ୟକ୍ରମ ଆପଣଙ୍କର ଜନ୍ମ ରାଶି ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କର ଯଦି ଧନୁ ରାଶି ହୋଇଥାଏ, ଆପଣଙ୍କର ଯଦି ଧନୁ ଲଗ୍ନ ବି ହୋଇଥାଏ, ଆପଣ ଏହି ଭିଡ଼ିଓଟିକୁ ଦେଖିପାରିବେ। ଏହା ପୂର୍ବରୁ ଯଦି ଆପଣଙ୍କର ବି ଧନୁ ରାଶି ହୋଇଥାଏ ଏବଂ ଆପଣ ବି ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ, ହର ହର ମହାଦେବ ଅବଶ୍ୟ ଲେଖିଦିଅନ୍ତୁ। ଦେଖନ୍ତୁ, ଦେବଗୁରୁ ବୃହସ୍ପତି ହେଉଛନ୍ତି ଆପଣଙ୍କର ରାଶିର ଅଧିପତି। ବୃହସ୍ପତି ଆପଣଙ୍କର ସପ୍ତମ ଭାବରେ ଚଳନ କରୁଥିଲେ ଏବଂ ବୃହସ୍ପତି ଆପଣଙ୍କର ପ୍ରଥମ ଏବଂ ଚତୁର୍ଥ ଭାବର ଅଧିପତି ହୋଇକରି ଆପଣଙ୍କର ସପ୍ତମ ଭାବରେ ଚଳନ କରୁଥିଲେ। ତାହା ପୁଣି ବକ୍ରି ଚଳନ କରୁଥିଲେ, ଯାହାଫଳରେ ଆପଣଙ୍କୁ ଅନେକ ଦିଗରେ ସମସ୍ୟା ଆସୁଥିଲା। ସମସ୍ତ କାର୍ଯ୍ୟରେ ବାଧା ଉପୁଜୁଥିଲା। ଆପଣଙ୍କର ମନ ସର୍ବଦା ଡାଇଭର୍ଟ ହେଉଥିଲା। ଆପଣ ବହୁତ ଅଧିକ କନଫ୍ୟୁଜନ୍ ଭିତରେ ରହୁଥିଲେ। ବ୍ୟାପାର ବାଣିଜ୍ୟରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା, କିଛି ନା କିଛି ସମସ୍ୟା ଲାଗି ରହୁଥିଲା। ସୁଖରେ କିଛି ମାତ୍ରାରେ କମି ଦେଖାଯିବାକୁ ଲାଗୁଥିଲା। ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଦେଖାଦେଉଥିଲା। କିନ୍ତୁ 11 ମାର୍ଚ୍ଚକୁ ଯେମିତି ହିଁ ବୃହସ୍ପତି ବକ୍ରିରୁ ମାର୍ଗୀ ଚଳନ କରିବେ, ତାହା ପୁଣି ଆପଣଙ୍କର ସପ୍ତମ ଭାବରେ ଏବଂ ଆପଣଙ୍କର ପ୍ରଥମ ଭାବକୁ ଦୃଷ୍ଟି ଦେବେ, ତ ପୂର୍ବରୁ ଲାଗି ରହିଥିବା ସମସ୍ତ ସମସ୍ୟାରୁ ଆପଣଙ୍କୁ ତୁରନ୍ତ ମୁକ୍ତି ମିଳିବ। ଆପଣଙ୍କୁ ସମସ୍ତ କ୍ଷେତ୍ରରେ ବାଟ ଦେଖାଯିବାକୁ ଲାଗିବ। ଆପଣଙ୍କୁ କିଛି ନା କିଛି ଖୁସି ଖବର ଅବଶ୍ୟ ପ୍ରାପ୍ତି ହେବ। ଆପଣଙ୍କର ବ୍ୟାପାର ବାଣିଜ୍ୟ ପୂର୍ବ ଅପେକ୍ଷା ବହୁତ ଭଲ ଚାଲିବ। ଆପଣଙ୍କର ଡେଲି ଇନକମ୍ ମଧ୍ୟ ବଢ଼ିଯିବ। ଆପଣ ପାର୍ଟନରସିପ୍ରେ କିଛି ବ୍ୟାପାର ବାଣିଜ୍ୟ ଆରମ୍ଭ କରିପାରନ୍ତି, ଯାହା ଭବିଷ୍ୟତରେ ଆପଣଙ୍କୁ ଅନେକ ଗୁଡ଼ିଏ ଲାଭ ଆଣି କରିଦେବ। ବୈବାହିକ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ବ୍ୟତୀତ ହେବ। ଆପଣଙ୍କର ଲାଇଫ୍ ପାର୍ଟନରଙ୍କର କ୍ୟାରିୟରରେ ମଧ୍ୟ ଗ୍ରୋଥ ଆସିବ। ପୁରୁଣା ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ। ପୂର୍ବରୁ ଲାଗି ରହିଥିବା ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। ଗୁରୁ ଏଠାରେ ବସି ଆପଣଙ୍କର ଏକାଦଶ ଭାବକୁ ଦୃଷ୍ଟି ଦେଉଛନ୍ତି। ଏକାଦଶ ଭାବ ଆପଣଙ୍କର ଆୟର ଭାବ ହୋଇଥାଏ, ଇଚ୍ଛା ପୂର୍ତ୍ତିର ଭାବ ହୋଇଥାଏ। 11 ମାର୍ଚ୍ଚ ପରେ ଆପଣ ନିଜେ ଦେଖିବେ ଆକସ୍ମିକ ଧନଲାଭର ଯୋଗ ବନିବ। ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ଅର୍ଥର ଆଗମନ ହେବ। ଯେଉଁମାନେ ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଛନ୍ତି, ସେମାନଙ୍କୁ ମଧ୍ୟ ଆକସ୍ମିକ ଲାଭ ପ୍ରାପ୍ତି ହେବ। ପ୍ରମୋସନର ଯୋଗ ବନିବ। ପୂର୍ବରୁ ଅଟକି ରହିଥିବା ସମସ୍ତ କାର୍ଯ୍ୟ ଆପଣଙ୍କର ପୁଣି ଥରେ ଚାଲୁ ହେବାକୁ ଲାଗିବ। ଦୀର୍ଘଦିନ ଧରି ଆପଣଙ୍କର ମନରେ ଯେଉଁ ଇଚ୍ଛା ଅଭିଳାଷ ଥିଲା, 11 ମାର୍ଚ୍ଚ ପରେ ତାହା ପୂର୍ଣ୍ଣ ହେବାକୁ ଯାଉଅଛି। ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ ହେବ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିବ। ପୌତ୍ରିକ ସମ୍ପତ୍ତିରୁ ଆପଣଙ୍କୁ କିଛି ଲାଭ ମଧ୍ୟ ମିଳିପାରେ। ଆପଣ କିଛି ଭୂମି, ଜମି, ପ୍ରପର୍ଟି
ନୂତନ ଯାନବାହନ କ୍ରୟ କରିପାରନ୍ତି। ନୂତନ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି। ଯେଉଁ ବ୍ୟକ୍ତିବିଶେଷମାନେ ଅନଲାଇନ୍ କ୍ଷେତ୍ରରେ କାମ କରୁଛନ୍ତି, ଡିଜିଟାଲ ମାର୍କେଟିଂର କାମ କରୁଛନ୍ତି, ଫାଇନାନ୍ସ କ୍ଷେତ୍ରରେ ଅଛନ୍ତି, ଟ୍ରାଭେଲ୍ ଆଣ୍ଡ ଟୁର୍ କ୍ଷେତ୍ରରେ ଅଛନ୍ତି, ସେମାନଙ୍କୁ ଅନେକ ଶୁଭଫଳ ପ୍ରାପ୍ତି ହେବ। ଏହି ସମୟସୀମା ମଧ୍ୟରେ ଆପଣ ବହୁତ ଅଧିକ ଛୋଟମୋଟ ଜାଗାକୁ ଯାତ୍ରା କରିପାରନ୍ତି। ଆପଣଙ୍କର କମ୍ୟୁନିକେସନ୍ ସ୍କିଲ୍ ବହୁତ ହିଁ ଅଧିକ ଭଲ ରହିବ। ପରିଶ୍ରମ ଅନୁଯାୟୀ ଆପଣଙ୍କୁ ଫଳ ପ୍ରାପ୍ତି ହେବ। ଏହି ସମୟରେ ଆପଣଙ୍କର ସାହସ ଏବଂ ପରାକ୍ରମ ବଢ଼ିଯିବ। ଆପଣ ଆପଣଙ୍କର ଲକ୍ଷ୍ୟକୁ ପୂରଣ କରିବାରେ ଲାଗିପଡ଼ିବେ ଏବଂ ସେଥିରେ ସଫଳ ମଧ୍ୟ ହେବେ। କିନ୍ତୁ ଅସଲ ମଜା ତ ସେତେବେଳେ ଆସିବ ଯେତେବେଳେ ବୃହସ୍ପତି ଆପଣଙ୍କର ଅଷ୍ଟମ ଭାବରେ ଉଚ୍ଚସ୍ଥ ହେବେ, ତାଙ୍କର ଉଚ୍ଚ ରାଶିକୁ ଚଳନ କରିବେ। ଜୁନ୍ ମାସ ପରେ ବୃହସ୍ପତି ଉଚ୍ଚସ୍ଥ ହେବେ ଏବଂ ବୃହସ୍ପତି ଅଷ୍ଟମରେ ରହି ଆପଣଙ୍କର ଦ୍ୱାଦଶ ଭାବ, ଦ୍ୱିତୀୟ ଭାବ ଏବଂ ଚତୁର୍ଥ ଭାବକୁ ଦୃଷ୍ଟି ଦେବେ। ବୈଦେଶିକ କାର୍ଯ୍ୟଗତିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣ ଯଦି ବିଦେଶରେ ରହି ଚାକିରି କରୁଛନ୍ତି କିମ୍ବା କୌଣସି ବି କାମକାର୍ଯ୍ୟ କରୁଛନ୍ତି, ବ୍ୟାପାର ବାଣିଜ୍ୟ କରୁଛନ୍ତି, ତେବେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଶୁଭଫଳର ପ୍ରାପ୍ତି ହେବ। ଯେଉଁ ବ୍ୟକ୍ତିବିଶେଷମାନେ ଇମ୍ପୋର୍ଟ ଏକ୍ସପୋର୍ଟର କାମ କରୁଛନ୍ତି, କନଷ୍ଟ୍ରକ୍ସନର କାମ କରୁଛନ୍ତି, ମେଡ଼ିକାଲ ଫିଲ୍ଡରେ କାମ କରୁଛନ୍ତି, ହସ୍ପିଟାଲରେ ଅଛନ୍ତି, ସେମାନଙ୍କୁ ଅନେକ ଶୁଭଫଳର ପ୍ରାପ୍ତି ହେବ। ଏହି ସମୟରେ ଆପଣ ବହୁତ ଅଧିକ ଧାର୍ମିକ ଜାଗାକୁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଯେଉଁ ବ୍ୟକ୍ତିବିଶେଷମାନେ ଦୀର୍ଘଦିନ ଧରି ବିଦେଶକୁ ଯିବାକୁ ଚାହୁଁଥିଲେ, ସେମାନଙ୍କର ସେହି ଇଚ୍ଛା ମଧ୍ୟ ପୂର୍ଣ୍ଣ ହେବାକୁ ଯାଉଅଛି। କୌଣସି MNC କମ୍ପାନୀରୁ ଆପଣଙ୍କ ପାଖକୁ ଜବ୍ ଅଫର ମଧ୍ୟ ଆସିପାରେ। ଯେହେତୁ ବୃହସ୍ପତି ଆପଣଙ୍କର ଦ୍ୱାଦଶ ଭାବକୁ ଦେଖୁଛନ୍ତି, ଆପଣଙ୍କର ଖର୍ଚ୍ଚ ମଧ୍ୟ ହୋଇପାରେ। ଏହା ସହିତ ବୃହସ୍ପତିଙ୍କର ଦୃଷ୍ଟି ଆପଣଙ୍କର ଦ୍ୱିତୀୟ ଭାବ ଉପରେ ରହୁଅଛି। ଦ୍ୱିତୀୟ ଭାବ ଆପଣଙ୍କର ଧନର ଭାବ ହୋଇଥାଏ, ଘର ପରିବାର କୁଟୁମ୍ବର ଭାବ ହୋଇଥାଏ। ଏହି ସମୟରେ ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ଅର୍ଥର ଆଗମନ ହୋଇପାରେ। ପାରିବାରିକ ସୁଖ ଆପଣଙ୍କୁ ପ୍ରାପ୍ତି ହୋଇପାରେ। 11 ମାର୍ଚ୍ଚ ପରେ ଭାଗ୍ୟ ଆପଣଙ୍କର ମଜବୁତ ହେବାକୁ ଲାଗିବ। ଭାଗ୍ୟ ବଳରେ ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୁଣି ଥରେ ଚାଲୁ ହେବାକୁ ଲାଗିବ। ଆପଣ ଯେଉଁ ବି କାମରେ ହାତ ଦେବେ, ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଗୃହରେ କିଛି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ମଧ୍ୟ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ମନପସନ୍ଦର କଲେଜରେ ଆପଣଙ୍କର ଆଡମିସନ୍ ହୋଇପାରେ। ଆପଣ କୌଣସି ଫର୍ମ ଫିଲ୍ଅପ୍ କରିପାରନ୍ତି। 11 ମାର୍ଚ୍ଚ ପରେ ଯଦି ଆପଣଙ୍କର କିଛି ଏକ୍ଜାମ୍ ଅଛି, କମ୍ପିଟେଟିଭ୍ ଏକ୍ଜାମ୍ ଅଛି, ଖାସ୍ କରି ସରକାରୀ ସ୍ତରରେ କିଛି ପରୀକ୍ଷା ଅଛି, ତେବେ ସେଥିରେ ଆପଣ ନିଶ୍ଚିନ୍ତ ଭାବରେ ଉତ୍ତୀର୍ଣ୍ଣ କରିବେ। ପ୍ରେମ ଜୀବନରେ ମଧ୍ୟ ସଫଳତା ପ୍ରାପ୍ତି ହେବ। ପୂର୍ବରୁ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ଆପଣଙ୍କର ଜୀବନରେ କେହି ନୂତନ ପାର୍ଟନର ଆସିପାରନ୍ତି। ବୈବାହିକ ସୁଖ ପ୍ରାପ୍ତି ହେବ। ଯେଉଁ ପିଲାମାନଙ୍କର ବିବାହ ବୟସ ହୋଇଯାଇଛି, ସେମାନଙ୍କର ଘରକୁ ବିବାହ ପ୍ରସ୍ତାବମାନ ଆସିପାରେ ଏବଂ ବିବାହ ମଧ୍ୟ ଫାଇନାଲ ହୋଇପାରେ। ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ। ଯେଉଁ ବ୍ୟକ୍ତିବିଶେଷମାନେ ପୂର୍ବରୁ ଋଣ କରଜର ମାୟାଜାଲରେ ଫସି ରହିଥିଲେ, ତ 11 ମାର୍ଚ୍ଚ ପରେ ସମସ୍ତ ଋଣ କରଜରୁ ମୁକ୍ତି ମିଳିବ। ସମସ୍ତ ଶତ୍ରୁମାନଙ୍କଠାରୁ ମଧ୍ୟ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ପ୍ରଗତି ହେବ। ପ୍ରମୋସନ ଯୋଗ ବନିବ। ବେରୋଜଗାର ଯୁବକ ଯୁବତୀମାନଙ୍କୁ ନୂତନ କର୍ମ ପ୍ରାପ୍ତି ହେବ। ନୂତନ ଚାକିରି ମଧ୍ୟ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଆପଣଙ୍କର ଟ୍ରାନ୍ସଫର ହୋଇପାରେ। କୌଣସି MNC କମ୍ପାନୀରୁ ଜବ୍ ଅଫର ମଧ୍ୟ ଆସିପାରେ। ଆପଣଙ୍କ ପାଖକୁ ନୂଆ ନୂଆ କାମ ଆସିବ। ତେବେ ଅଧିକ ଶୁଭଫଳ ପ୍ରାପ୍ତି କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଗୁରୁଙ୍କର ବୀଜମନ୍ତ୍ରର ଜପ ଅବଶ୍ୟ କରନ୍ତୁ। ଓମ୍ ଗ୍ରାମ୍ ଗ୍ରୀମ୍ ଗ୍ରୋମ୍ ସହ ଗୁରବେ ନମଃ 108 ଥର ପ୍ରତ୍ୟେକ ଦିନ ଜପ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ। ପ୍ରତ୍ୟେକ ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବା ସହିତ ଭାଗ୍ୟରେ ଉନ୍ନତି ଆସିବ। ଧନ୍ୟବାଦ।